ଉପର ମେସେଜଟାକୁ ଦେଖ ଭାଇ। ମୁଁ ଯେତେ ଦିନ ବଞ୍ଚିଥିବି ମୋ ନିଜଠୁ ବି ତୁମକୁ ବେଶୀ ଭଲ ପାଉଥିବି। ଇଟ୍ସ ମାଇ ପ୍ରମିସ୍ ବାବୁ। ଗୋଟେ ଝିଅଟେ ପଠେଇଥିଲା ଏ ମେସେଜ, ସେଇଟା ପୁଣି 2024 ମସିହାରେ। ଆଜି 2026 ମସିହାରେ ସେଇ ପ୍ରମିସ୍ ଡେ ଅଛି, ମୁଁ ଅଛି, କିନ୍ତୁ ସେ ଝିଅ ନାହିଁ। ମୋ କହିବା କଥା ଭାଇ, ଯଦି ମୁଁ ଏଇ ଲଫଡ଼ାରେ ପଡ଼ିନଥାନ୍ତି ଆଉ କିଛି ଦିନ ମାନେ ମୋ କ୍ୟାରିୟରର କିଛି ଆଗକୁ ମୁଁ ଯାଇପାରିଥାନ୍ତି। ଏବେ ଯେଉଁ ପୋଜିସନରେ ଅଛି ଆଉ ଟିକେ ଆଗକୁ ଯାଇପାରିଥାନ୍ତି। ତେଣୁ ଲଭ୍ କରିବା ଆଗରୁ ନିଜ କ୍ୟାରିୟର ପ୍ରତି ଆଗେ ଧ୍ୟାନ ଦିଅ ଭାଇ। ଝିଅ ଚାଲିଗଲା ଦୁଃଖ ନାହିଁ, ମୋ କ୍ୟାରିୟରର ଗୋଟେ ପାଦ ପଛରେ ମୁଁ ରହିଗଲି, ସେଇଟା ହେଲା ଦୁଃଖ। ତେଣୁ ନିଜ ଭାଗ୍ୟ ନିଜ ହାତରେ ଭାଇ।